ଶାନ୍ତି ପରମ ପ୍ରିୟ ପରମାତ୍ମା ଶିବ ଭଗବାନଙ୍କୁ କୋଟି କୋଟି ନମନ। ମୋର ପ୍ରିୟ ଭାଇ ଓ ଭଉଣୀମାନଙ୍କୁ ଅଭିନନ୍ଦନ। ଆଜି 10/9/2025 ମସିହା। ଆମେ ଆମର ବାପଦାଦାଙ୍କ ଠାରୁ ପ୍ରାତଃ ମୁରଲି ଶୁଣିଲେ। ବାବା ଆଜି କହିଲେ ଯେ ହୀରା ତୁଲ୍ୟ ଜୀବନ କରିବା ପାଇଁ ମନରେ କେବେ ହେଲେ ଭଗବାନଙ୍କ ପ୍ରତି ସଂଶୟ ଆଣ ନାହିଁ। ସଂଶୟ ବୁଦ୍ଧି ହେବା ଅର୍ଥ ନିଜର ନିଜେ କ୍ଷତି କରିବା। ମନୁଷ୍ୟରୁ ଦେବତା ହେବା ପାଇଁ ଆମେ ପାଠ ପଢ଼ୁଛେ। ପାସ୍ ହେବା ପାଇଁ ବା ପାଠ ପଢ଼ାରେ ଉନ୍ନତି କରିବା ପାଇଁ ଆମର କ'ଣ ମୁଖ୍ୟ ଆଧାର ରହିଛି? ପ୍ରକୃତରେ ନିଶ୍ଚୟ ବୁଦ୍ଧି ରହିଲେ ହିଁ ଆମେ ଭଲରେ ପାଠ ପଢ଼ିପାରିବା, ଆମର ପଦବୀ ଆମେ ପାଇପାରିବା। ସେଥିପାଇଁ ସାହସ ଦରକାର। ମାୟା ସବୁବେଳେ ସାହସକୁ ଭାଙ୍ଗି ଦେଉଛି। ତେଣୁ ଚାଲୁ ଚାଲୁ ପାଠ ପଢ଼ା ପ୍ରତି ବା ପଢ଼ାଉଥିବା ସୁପ୍ରିମ ଶିକ୍ଷକଙ୍କ ପ୍ରତି ପିଲାମାନଙ୍କର ସଂଶୟ ଆସିଯାଉଛି, ଯାହାଫଳରେ ସେମାନେ ନିଜର କ୍ଷତି କରିବା ସଙ୍ଗେ ସଙ୍ଗେ ଅନ୍ୟର ବହୁତ କ୍ଷତି କରୁଛନ୍ତି। ଭଗବାନ ହେଉଛନ୍ତି ଜ୍ଞାନର ସାଗର, ସ୍ନେହର ସାଗର। ଆମେ ତାଙ୍କର ଅନେକ ମହିମା ଗାନ କରୁଛେ। ପ୍ରକୃତରେ ସିଏ ଯେଉଁ ପାଠ ପଢ଼ଉଛନ୍ତି ସେ ହିଁ ଜ୍ଞାନର ସାଗର ଜଣେ ହିଁ ଅଟନ୍ତି। ଅନ୍ୟମାନଙ୍କୁ ଅଜ୍ଞାନ ବୋଲି କୁହାଯିବ, କାହିଁକି ନା ଏହା ଜ୍ଞାନ ଏବଂ ଅଜ୍ଞାନର ଖେଳ। ଭଗବାନ ଯେଉଁ ପାଠ ପଢ଼ଉଛନ୍ତି ସିଏ ହିଁ ଜ୍ଞାନ। ପରମ ପିତା ପରମାତ୍ମାଙ୍କ ପାଖରେ ହିଁ ଜ୍ଞାନ ଅଛି। ଏହି ଜ୍ଞାନ ଦ୍ୱାରା ନୂଆ ଦୁନିଆ ସ୍ଥାପନ ହେଉଛି। ଆମେ ତ କେବେ କହିପାରିବାନି ପ୍ରକୃତରେ ଦୁନିଆ ପୁରା ରୂପେ ନଷ୍ଟ ହେଉଛି, ନୁହେଁ। ଦୁନିଆ ବଦଳୁଛି, କାହିଁକିନା ଅବିନାଶୀ ଦୁନିଆ କୁହାଯାଏ ନା। ତେଣୁ ଦୁନିଆ ପୂର୍ଣ୍ଣ ରୂପେ ନଷ୍ଟ ହୁଏନି କି ପ୍ରଳୟ ହୁଏନି। ସାରା ଦୁନିଆର ବିନାଶ ହେଉନାହିଁ। ପୁରୁଣା ଦୁନିଆ ବଦଳି ନୂଆ ହେଉଛି। ଆମେ ଆମ ନୂଆ ଘରକୁ ଯିବା। ନୂଆ ଘରକୁ ଯିବା ପାଇଁ ଆମେ ଯୋଗ୍ୟ ହେବା ଦରକାର। ନୂଆ ଦୁନିଆରେ କିଏ ରହିବେ? ଯେଉଁମାନେ ସର୍ବଗୁଣ ସମ୍ପନ୍ନ, 16 କଳା ସମ୍ପୂର୍ଣ୍ଣ ନିର୍ବିକାରୀ, ପୁରୁଷୋତ୍ତମ ଆତ୍ମା, ଅହିଂସକ ଆତ୍ମା, ସେଇମାନେ ହିଁ ଯିବେ। ହେଲେ ସେମାନେ ବର୍ତ୍ତମାନ ବାବାଙ୍କର ପାଠ ପଢ଼ି ନିଜକୁ ଯୋଗ୍ୟ କରୁଛନ୍ତି। ବର୍ତ୍ତମାନ ଆମେ ଯେଉଁ ପାଠଶାଳାରେ ପାଠ ପଢ଼ୁଛେ, ଗୀତା ପାଠଶାଳା ବା ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ, ସେଇ ପାଠଶାଳାରେ ପଢ଼ିବାର ମୁଖ୍ୟ ଲକ୍ଷ୍ୟ କ'ଣ? ଆମର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ହେଉଛି ମଣିଷରୁ ଦେବତା ହେବା, ସ୍ୱର୍ଗକୁ ଯିବା। ପଢ଼ିବା ବାଲା ଆମେ, ପଢ଼େଇବା ବାଲା ସ୍ୱୟଂ ପରମ ପିତା ପରମାତ୍ମା ଶିବ ଭଗବାନ। ସାଧାରଣତଃ ଯଦି ଏ ଲୌକିକ ପାଠ ପଢ଼ାରେ ଅନେକ ପିଲା ଅଧାରୁ ବି ପାଠ ଛାଡ଼ି ଦିଅନ୍ତି। ସେମାନେ କାହିଁକି ପାଠ ଛାଡ଼ନ୍ତି? ହୁଏତ ତାଙ୍କର ଆର୍ଥିକ ଅବସ୍ଥା ଭଲ ନଥାଇପାରେ କି ଅନ୍ୟ କୌଣସି କାରଣରୁ ସେମାନେ ପାଠ ଛାଡ଼ନ୍ତି। କିନ୍ତୁ ବର୍ତ୍ତମାନ ଆମେ ଯେଉଁ ପାଠଶାଳାରେ ପାଠ ପଢ଼ୁଛେ, ଆଶ୍ଚର୍ଯ୍ୟ କଥା, ଅନେକ ପିଲା ଏଠୁ ପାଠ ପଢ଼ନ୍ତି ନାହିଁ, ପାଠ ଅଧାରୁ ଛାଡ଼ନ୍ତି। କାହିଁକି ନା ସେମାନେ ଭଗବାନ ପଢ଼ଉଛନ୍ତି ବୋଲି ବିଶ୍ୱାସ କରୁନାହାନ୍ତି। ସେମାନେ ଭାବୁଛନ୍ତି ଇଏ ଭୁଲ ପାଠ ପଢ଼ା, ଏହା ପ୍ରକୃତ ଲକ୍ଷ୍ୟ ନୁହେଁ, ଏପରି କେବେ ହୋଇପାରିବ ନାହିଁ। ପ୍ରକୃତରେ ସ୍ୱର୍ଗ ନାହିଁ ବା ମଣିଷ ଦେବତା ହୋଇପାରିବେନି। ଏମିତି ବିଭିନ୍ନ କଥା ମନରେ ତାଙ୍କର ଆସେ। ସ୍ୱୟଂ ପରମ ପିତା ପରମାତ୍ମା ପାଠ ପଢ଼ଉଛନ୍ତି ବୋଲି ସେମାନେ ବିଶ୍ୱାସ କରୁନାହାନ୍ତି। ବାଦଶାହୀ ଆଦି କିଛି ମିଳୁନାହିଁ, ଏସବୁ ଗପ ବୋଲି ଲୋକମାନେ ଭାବନ୍ତି। ତେଣୁ ଏମିତି ସଂଶୟରେ ଆସି ପାଠ ଛାଡ଼ି ଦେଉଛନ୍ତି। ବାବା କହିଲେ ଯେ ଇଏ ହେଉଛି ବହୁତ ବଡ଼ ପରୀକ୍ଷା। ଏଥିରେ ବହୁତ ସାହସ ଦରକାର। ପ୍ରଥମତଃ ନିଶ୍ଚୟ ବୁଦ୍ଧି ହେବା ପାଇଁ ସାହସ ଥିବା ଦରକାର। ମାୟା ଏମିତି
ଯେ ଅନେକ ନିଶ୍ଚୟ ବୁଦ୍ଧି ଆତ୍ମାଙ୍କୁ ବି ସଂଶୟରେ ପକାଇ ଦେଉଛି। ସଂଶୟ ବୁଦ୍ଧି ହେଲା ମାନେ ସେମାନେ ପାଠ ଛାଡ଼ି ଦେଉଛନ୍ତି। ଆହୁରି ପୁଣି ଅନେକ ଆତ୍ମା ଅଛନ୍ତି ତାଙ୍କର ମାନ୍ଦା ବୁଦ୍ଧି, ସେ ପାଠ ପଢ଼ିବାରେ ଢିଲା ମାରନ୍ତି, ତେଣୁ କ୍ରମାନ୍ୱୟରେ ସେମାନେ ପାସ୍ କରନ୍ତି। ବାବା କହିଲେ ଯେମିତି ଲୌକିକ ପାଠ ପଢ଼ାରେ ଅନେକ ପିଲା, ମନେକର ଜଣେ ମେଡ଼ିକାଲ ପଢ଼ୁଛି, ସେ ଅଧାରେ ପାଠ ଛାଡ଼ିଦେଲା, ତାପରେ ସେ କିଛି ଗୋଟିଏ ଅନ୍ୟ କାମ କରୁଛି ତାର ପାଠକୁ ନେଇ। ସେଇଭଳି ଏଠି ବି ଯେଉଁମାନେ ପାଠ ଛାଡ଼ୁଛନ୍ତି ସେମାନେ ଖୁବ୍ ଛୋଟ ପଦ ପାଇବେ। ସଂଶୟ ବୁଦ୍ଧି ବିନଶ୍ୟନ୍ତି, ତେଣୁ ଯେହେତୁ ସଂଶୟ ବୁଦ୍ଧି କଲେ ତାଙ୍କର ଦୁର୍ଗତି ହୁଏ, ସେମାନେ ଉଚ୍ଚ ପଦ ପାଇପାରନ୍ତି ନାହିଁ। ବାବା କହୁଛନ୍ତି ଯେଉଁମାନଙ୍କର ସଂଶୟ ବୁଦ୍ଧି ଆସୁଛି ସେମାନଙ୍କର ଧାରଣା ମଧ୍ୟ ହେଉନି। ଆମେ ସମସ୍ତେ ଗୋଟିଏ ଗୋଟିଏ ଆତ୍ମା। ବାବା ଆମ ଆତ୍ମାମାନଙ୍କର ପିତା, ପରମ ପିତା ସିଏ। ଯଦି କୌଣସି କଥାରେ ପରିବାରରେ ବିଘ୍ନ ଆସିଲା କି କୌଣସି ପ୍ରକାର ଅସୁବିଧା ହେଲା, ତାହେଲେ ପୁଣି ସଂଶୟ ବଢ଼ିଯାଉଛି। ସେମାନେ ଭାବୁଛନ୍ତି ସେ ଅମୁକ ବ୍ରାହ୍ମଣୀ ପ୍ରତି ତାଙ୍କର ନିଶ୍ଚୟ ଆସୁନାହିଁ, ଯିଏ ପାଠ ପଢ଼ଉଛନ୍ତି ତାଙ୍କ ପ୍ରତି ନିଶ୍ଚୟ ଆସୁନାହିଁ। ବାବା କହୁଛନ୍ତି ପ୍ରକୃତରେ ପାଠ ସ୍ୱୟଂ ପରମ ପିତା ପରମାତ୍ମା ହିଁ ପଢ଼ଉଛନ୍ତି, ଆଉ ଆମକୁ କୌଣସି ଦେହଧାରୀ ମଣିଷ ପଢ଼ଉ ନାହାନ୍ତି। ଆମେ ଏଇ କଥା ନିଶ୍ଚୟ ବୁଦ୍ଧିରେ ଗ୍ରହଣ କରିବା। ବାବା କହୁଛନ୍ତି ବ୍ରାହ୍ମଣୀଙ୍କର ବି ଏ ଜ୍ଞାନ ନାହିଁ, ସିଏ ବାବା ତାଙ୍କ ଦ୍ୱାରା ଶୁଣାଉଛନ୍ତି। ଯଦି ଆମେ ପାଠ ନ ପଢ଼ିବା ପରୀକ୍ଷାରେ ପାସ୍ କରିବା କେମିତି? ତେଣୁ ଆମେ ସବୁବେଳେ ନିଶ୍ଚୟ ବୁଦ୍ଧିରେ ପାଠ ପଢ଼ିବା। ବାବା କହୁଛନ୍ତି ଯାହା ତ ନିଜେ ପାଠ ଛାଡ଼ି ଦେଉଛନ୍ତି, ଅନ୍ୟକୁ ବି ବାବାଙ୍କ ବିଷୟରେ ଗ୍ଲାନି କରି ନିଜର କ୍ଷତି ହେବା ସଙ୍ଗେ ସଙ୍ଗେ ଅନ୍ୟମାନଙ୍କର ବି କ୍ଷତି କରୁଛନ୍ତି। ଅନ୍ୟମାନଙ୍କ ମନରେ ଯଦି ସଂଶୟ ବୁଦ୍ଧି ଆସିଲା, ସିଏ ବି ପାଠ ଛାଡ଼ି ଦେଉଛନ୍ତି। ସେଥିପାଇଁ ବାବା କହିଛନ୍ତି ଏଠାରେ ଯଦି କେହି ପାପ କରେ ତେବେ ତାଙ୍କୁ 100 ଗୁଣ ଦଣ୍ଡ ଭୋଗ କରିବାକୁ ପଡ଼େ, କାରଣ ଅନେକଙ୍କୁ ଖରାପ କରିବାରେ ସେ ନିମିତ୍ତ ହୋଇଥାନ୍ତି। ତେଣୁ ଏଠି ପାଠ ପଢ଼ିଲେ ପୁଣ୍ୟ ଆତ୍ମା ହେବ, ପାଠ ଛାଡ଼ିଲେ ଭଗବାନଙ୍କ ବିରୁଦ୍ଧରେ ଗଲେ ପୁଣି ପାପ ଆତ୍ମା ହେବେ। ବାବା କହୁଛନ୍ତି ଯଦି କେହି ପଢ଼ି ପାରୁନାହାନ୍ତି ତେବେ ନିଶ୍ଚୟ ତାଙ୍କ ପାଖରେ କିଛି ଅବଗୁଣ ରହିଛି। ଯେମିତି ସଂସାରରେ ଯଦି କାହାର ହୃଦଘାତ ହେଲା, ପ୍ରାଣ ଚାଲିଗଲା, ସେ ପୁଣି ଜନ୍ମଗ୍ରହଣ କରନ୍ତି। ବାବା କହୁଛନ୍ତି ଯଦି ଏଠାରେ ହୃଦଘାତ ହେଲା ବା ସେ ବାବାଙ୍କ ଜ୍ଞାନରେ ଚାଲୁଛନ୍ତି, ବାବାଙ୍କ ଜ୍ଞାନକୁ ଛାଡ଼ିଦେଲେ, ତାହେଲେ ସେମାନେ ପୁଣି ଯାଇ କେଉଁଠି ଜନ୍ମ ହେବେ? ସେଇ ରାବଣ ରାଜ୍ୟରେ ଜନ୍ମ ହେବେ। ତା ଅର୍ଥ ପୁଣି ସେଇ ରାବଣ ରାଜ୍ୟରେ ରହିଲେ, ସେଇ କଳି ଦୁନିଆରେ ରହିଲେ, ସେଇ ଦୁଃଖ ଅଶାନ୍ତି ଭିତରେ ରହିଲେ। ଏଠାରେ ହାର୍ଟ ଆଟାକ୍ ହେଲା ଅର୍ଥ ଆସୁରୀ ସମ୍ପ୍ରଦାୟକୁ ଗଲେ। ବାବା କହୁଛନ୍ତି ମର୍ଜିବା ହୋଇ ବୁଦ୍ଧିରେ ଆମେ ମର୍ଜିବା ହୋଇ ଚଳିବା, ମାନେ ଜୀବନରେ ଥାଇ ବୁଦ୍ଧିରେ ଦୁନିଆରୁ ମରିଯିବା। ଆମର ଜନ୍ମ ଏଇଭଳିଆ ବା ଆମର ବୁଦ୍ଧି ସେଇଭଳିଆ ହେବ। ନୂଆ ଯୁଗକୁ ଯିବା ପାଇଁ ଆମକୁ ଏଇଭଳିଆ ବୁଦ୍ଧି ଦରକାର। କିନ୍ତୁ ଯଦି ଆମେ ଦୁନିଆରେ ବାବାଙ୍କ ପାଠ ପଢ଼ୁଥିବା, ସେପଟେ ମାୟାର ଅଧୀନ ହୋଇଥିବା, ଦୋନା ବୁଡ଼ିଆ ହେବା, କୌଣସି ପ୍ରକାର ଫଳ ମିଳିବ ନାହିଁ। ଆମେ ଆତ୍ମା ଏଇ ଶରୀରର ଅଭିମାନ ଛାଡ଼ିଦେଲେ, ଦେହୀ ଅଭିମାନୀ ହେଲେ ବାବାଙ୍କ ପାଠ ବୁଝିବା, ଆଉ ସବୁ ପାଠରେ ଆମେ ସଫଳ ହେବା। ମୁଁ ଆତ୍ମା ଅଲଗା ଜିନିଷ ଏବଂ ଏଇ ଶରୀର ଅଲଗା ଜିନିଷ। ଗୋଟିଏ ଶରୀର ଛାଡ଼ି ଆଉ ଗୋଟିଏ ଶରୀର ଆତ୍ମା ନିଏ, ତେଣୁ ଆତ୍ମା ନିଶ୍ଚିତ ଅଲଗା ଜିନିଷ। ଏଇ କଥା ଆମେ ବୁଝିଲେ ବୁଝେଇବା। ଆମେ ଆତ୍ମାମାନେ ଶ୍ରୀମତ ଆଧାରରେ ଏହି ଭାରତରେ ସ୍ୱର୍ଗର ସ୍ଥାପନା କରୁଛୁ। ଏହି ମନୁଷ୍ୟମାନଙ୍କୁ ଦେବତା କରିବାର କଳା ଶିଖିବାକୁ ପଡ଼ୁଛି। ଭକ୍ତି ମାର୍ଗରେ
ସତ୍ସଙ୍ଗ କରୁଛନ୍ତି, କିନ୍ତୁ ସେ ପ୍ରକୃତ ସତ୍ସଙ୍ଗ ନୁହେଁ। ସତ୍ୟ ତ ଏକମାତ୍ର ପରମାତ୍ମା। ତେଣୁ ପରମାତ୍ମାଙ୍କ ଠାରେ ମନ ଲଗେଇବା ହେଉଛି ସତ୍ସଙ୍ଗ। ସେ ହେଲେ ଶିବ, ସେ ହିଁ ସତ୍ୟଯୁଗର ସ୍ଥାପନା କରୁଛନ୍ତି। ଏ କଳିଯୁଗର ଆୟୁଷ ନିଶ୍ଚୟ ପୂର୍ଣ୍ଣ ହେବ। ବାବା ଆମକୁ ଦେବତା ହେବା ପାଇଁ ସଙ୍ଗମ ଯୁଗରେ ଆସିଛନ୍ତି। ବାବାଙ୍କୁ ଛାଡ଼ିଲେ ତ ପୁଣି କଳିଯୁଗକୁ ଚାଲିଯିବା। ଯଦି ବାବାଙ୍କ ଜ୍ଞାନ ଶୁଣୁଥିବା ତାମାନେ ଆମେ ସଙ୍ଗମରେ ରହିଛେ। ଯଦି ବାବାଙ୍କୁ ଛାଡ଼ିଦେବା ତାମାନେ ଏଇ କଳିଯୁଗକୁ ହିଁ ଯିବା, କଳିଯୁଗରେ ରହିବା। ବ୍ରାହ୍ମଣ ପଣିଆରେ ସଂଶୟ ଆସିଲେ ପୁଣି ସେଇ ଶୂଦ୍ର କୂଳରେ ରହିବା। ବାବା କହିଲେ ବର୍ତ୍ତମାନ ସ୍ୱର୍ଗ ସ୍ଥାପନାର ମୂଳଦୁଆ ପଡ଼ୁଛି। ମୂଳଦୁଆର ଯେମିତି ଉତ୍ସବ ପାଳନ ହେଉଛି, ଉଦ୍ଘାଟନର ମଧ୍ୟ ସେମିତି ଉତ୍ସବ ପାଳନ ହେବ। ଏ ପାଠ ହେଉଛି ନୂଆ, ଏ ପାଠ ହେଉଛି ଗୁପ୍ତ। ଏକଥା ଗୁପ୍ତରେ ଚାଲିଛି। ଯେତେବେଳେ ସ୍ୱର୍ଗକୁ ଯିବା ବା ସ୍ୱର୍ଗ ସ୍ଥାପନ ହେଇଯିବ, ଏ ନର୍କର ନାମ ରହିବ ନାହିଁ। ଶେଷ ସମୟ ପର୍ଯ୍ୟନ୍ତ ବଞ୍ଚିଥିବା ଯାଏ ପାଠ ପଢ଼ିବାକୁ ପଡ଼ିବ। ପତିତ ପାବନ ବାବା ସେ ହିଁ ଆମକୁ ପବିତ୍ର କରାଉଛନ୍ତି। ତେଣୁ ତାଙ୍କ ହାତ ଛାଡ଼ିଲେ ପୁଣି ଆମେ ପତିତ ହେବା। ସେଥିପାଇଁ ଆମେ ଲେଖିବା ଯେ ପୁରୁଷୋତ୍ତମ ସଙ୍ଗମ ଯୁଗରେ ମନୁଷ୍ୟ ନରରୁ ନାରାୟଣ ହେଉଛନ୍ତି। ଏହା ହେଉଛି ଆମର ଈଶ୍ୱରୀୟ ଜନ୍ମସିଦ୍ଧ ଅଧିକାର। ବାବା ଆମକୁ ଦିବ୍ୟ ଦୃଷ୍ଟି ଦେଉଛନ୍ତି। ଆମେ ଆତ୍ମାର 84 ଜନ୍ମର ଚକ୍ର ଲଗେଇ ବର୍ତ୍ତମାନ ଶେଷ ଜନ୍ମରେ ପହଞ୍ଚିଛୁ। ଆମକୁ ବାବା ବର୍ତ୍ତମାନ ପୁଣି ସେଇ ସତ୍ୟଯୁଗକୁ ନେବେ। ଆତ୍ମା ପଢ଼ୁଛି, ଯଦି ଦେହ ଅଭିମାନରେ ପଢ଼ିବ ବା ଦେହ ଅଭିମାନରେ ବାରମ୍ବାର ଆସିବ, ତାହା ହେଲେ ବାବାଙ୍କ ସହିତ ଯୋଗ ଲଗେଇ ପାରିବନି କି ଜ୍ଞାନକୁ ଧାରଣ କରିପାରିବନି। ଅଧା କଳ୍ପ ତ ଆମେ ଦେହ ଅଭିମାନରେ ରହିଛେ, ତେଣୁ ସେ ଅଭ୍ୟାସ ଛାଡ଼ୁନାହିଁ। କିନ୍ତୁ ଦେହୀ ଅଭିମାନୀ ହେଲେ ହିଁ ବାବାଙ୍କୁ ଆମେ ପାଇବା। ବାବା କହୁଛନ୍ତି ବ୍ରହ୍ମା ବାବା ଧରନ୍ତୁ ନାହାନ୍ତି, ଏହାର ଅର୍ଥ ନୁହେଁ ଯେ ସ୍ଥାପନା ହେବ ନାହିଁ। ବର୍ତ୍ତମାନ ପାଣ୍ଡବ ସେନା, ଶିବଶକ୍ତି ସେନା ଅଛନ୍ତି। ବାବା ତ ମନ୍ତ୍ର ଦେଇଛନ୍ତି, ପାଠ ପଢ଼ିବାକୁ ହେବ। ସୃଷ୍ଟିର ଚକ୍ର କିପରି ଘୁରୁଛି ଏକଥା ମଧ୍ୟ ବୁଦ୍ଧିରେ ଅଛି। ବାବାଙ୍କ ସ୍ମୃତିରେ ରହିବାକୁ ହେବ। ବାବାଙ୍କ ସ୍ମୃତି ଦ୍ୱାରା ହିଁ ବିକର୍ମ ବିନାଶ ହେବ। ଭକ୍ତି ମାର୍ଗରେ ସମସ୍ତଙ୍କ ଦ୍ୱାରା ବିକର୍ମ ହୋଇଛି। ପୁରୁଣା ଏବଂ ନୂଆ ଦୁନିଆ ଉଭୟର ଚିତ୍ର ଆମ ସମ୍ମୁଖରେ ରହିଛି। ଆମେ ସେଠି ଲେଖିପାରିବା ଯେ ପୁରୁଣା ଦୁନିଆ ରାବଣ ରାଜ୍ୟ ମୁର୍ଦାବାଦ, ନୂଆ ଦୁନିଆ ଜ୍ଞାନ ମାର୍ଗ ରାମ ରାଜ୍ୟ ଜିନ୍ଦାବାଦ। এই କଥା ଆମେ ଲେଖିବା। ବାବା କହିଲେ ଯେ ଯିଏ ପୂଜ୍ୟ ଥିଲେ ବା ଯିଏ ସ୍ୱର୍ଗରେ ଥିଲେ, ସେ ପୁଣି ଦ୍ୱାପର ଯୁଗରୁ ପୂଜାରୀ ହୋଇଛନ୍ତି। ଯେମିତି ଶ୍ରୀକୃଷ୍ଣ ସ୍ୱର୍ଗରେ ଥିଲେ, ସେ ଦେବତା ହିସାବରେ ଦ୍ୱାପରରୁ ପୂଜା ପାଉଛନ୍ତି। ରାବଣ ରାଜ୍ୟରେ ପୂଜାରୀ ହୋଇ ପୂଜା କରୁଛନ୍ତି। ସେ ଥିଲେ ସତୋପ୍ରଧାନ ଗୋରା, ପୁଣି ରାବଣ ରାଜ୍ୟରେ ବା ଦ୍ୱାପର କଳିରେ ହେଲେ ତମରୁ ତମ ପ୍ରଧାନ ହୋଇ ଶ୍ୟାମଳ ହୋଇଗଲେ। ଏ କଥା ଆମେ ସମସ୍ତଙ୍କୁ ବୁଝେଇବା। ବାବା କହିଲେ ପ୍ରଥମେ ଯେତେବେଳେ ପୂଜା ଆରମ୍ଭ ହେଲା, ବଡ଼ ବଡ଼ ହୀରାର ଲିଙ୍ଗ ବନେଇଲେ। କାହିଁକି ଏତେ ବଡ଼ ହୀରାର ଲିଙ୍ଗ, ମୂଲ୍ୟବାନ ଲିଙ୍ଗ କାହିଁକି ବନେଇଲେ? ନା କାହିଁକି ନା ବାବା ଏତେ ସାହୁକାର କରେଇଛନ୍ତି। ସତ୍ୟ ଯୁଗରେ ସେ ଦେବୀ ଦେବତା ଥିଲେ। ଦ୍ୱାପର ଯୁଗକୁ ଅବଶ୍ୟ ଦେବପଦ ହରେଇଛନ୍ତି ବା ସମ୍ପତ୍ତି ସେଇଭଳି ନାହିଁ, ତଥାପି ବହୁତ ଧନ ତାଙ୍କ ପାଖରେ ଥିଲା। ସିଏ ବାବା ନିଜେ ହୀରା ତୁଲ୍ୟ, ପିଲାମାନଙ୍କୁ ବି ହୀରା ତୁଲ୍ୟ କରେଇଥିଲେ। ପିଲାମାନେ ଆସ୍ତେ ଆସ୍ତେ ବିକାରଗ୍ରସ୍ତ ହୋଇଗଲେ, କିନ୍ତୁ ବାବାଙ୍କୁ ସେ ହୀରାରେ ତିଆରି କଲେ। କାହିଁକି ନା ହୀରାକୁ ସର୍ବଦା ମଝିରେ ରଖିଥାନ୍ତି। ଅନ୍ୟ ଯେତେ ମୂଲ୍ୟବାନ ଧାତୁ ପାଖରେ ରୁହନ୍ତି, ଯେମିତି ପୋଖରାଜ, ମାଣିକ ଇତ୍ୟାଦି। ସେହିପରି ହୀରାର ଶିବଲିଙ୍ଗ ତିଆରି କରି ପୂଜା କଲେ। ବାବା କହୁଛନ୍ତି 8 ରତ୍ନ ବିଜୟମାଳାର ଦାନା ହେଉଛନ୍ତି।
କିନ୍ତୁ ସବୁଠାରୁ ଅଧିକ ମୂଲ୍ୟବାନ ହେଉଛି ହୀରା। ସେ ମଝିରେ ରହିଲେ ବା ଶିବଙ୍କୁ ଯେଉଁ ଆମେ ମାଳାର ମଝିରେ ଗୋଟିଏ ଫୁଲ ଥାଏ, ଯେଉଁ ଭକ୍ତିରେ ମାଳା ଥାଏ, ସେଇ ଫୁଲ ହେଲେ ଶିବ, ସିଏ ହେଲେ ହୀରା। ଆଉ ସବୁ ଅନ୍ୟ ମାଳାର ଦାନା ହେଲେ କ୍ରମାନ୍ୱୟରେ ତାଙ୍କଠାରୁ ଟିକେ କମ୍ ମୂଲ୍ୟବାନ ଧାତୁ ହେଲେ। ଶିବ ବାବାଙ୍କ ବିନା ଏ କଥା ତ କେହି ବୁଝେଇ ପାରିବେନି। ଆମେ ଯେହେତୁ ଆମକୁ ବୁଝେଇଛନ୍ତି ଆମେ ଜାଣିଛେ। ବାବା କହିଲେ ଶିବ ବାବାଙ୍କୁ ବାବା ବୋଲି କହୁଛନ୍ତି, ପୁଣି ତାଙ୍କୁ ଛାଡ଼ି ଦେଉଛନ୍ତି। ଛାଡ଼ିଦେଲେ ମାନେ ନିଜର ଭାଗ୍ୟକୁ ସେମାନେ କୁଠାରଘାତ କରୁଛନ୍ତି। ଭାଗ୍ୟରେ ଅଧିକ ନଥିଲେ ଏହିପରି କର୍ମ ହିଁ କରୁଛନ୍ତି। 100 ଗୁଣା ଦଣ୍ଡ ବି ଭୋଗ କରିବାକୁ ପଡ଼ୁଛି। ପୁଣ୍ୟ ଆତ୍ମା ହେବା ପାଇଁ ପୁରୁଷାର୍ଥ କରି ପୁଣି ପାପ କରିବା ଦ୍ୱାରା 100 ଗୁଣ ପାପ ହୋଇଯାଉଛି। ପୁଣି ବାମନ ବୁଦ୍ଧି ହୋଇ ରହିଯାଉଛନ୍ତି, ବୃଦ୍ଧି ହୋଇପାରୁନାହାନ୍ତି। ବାବା କହିଲେ ଯେ କୌଣସି ମତେ ମନରେ ସଂଶୟ ଆସିବା ଅନୁଚିତ। ବାବାଙ୍କୁ ୟାଦ କଲେ ହିଁ ଆମେ ଦଣ୍ଡରୁ ମୁକ୍ତ ହେବା। ଆମେ ତ ଦୁଇ ଯୁଗ ହେଲାଣି, ଦ୍ୱାପର କଳି, କେତେ ଦଣ୍ଡ ପାଇ ଆସିଛେ। ବର୍ତ୍ତମାନ ସ୍ୱୟଂ ପରମପିତା ପରମାତ୍ମା ଆସି ଆମକୁ ଦଣ୍ଡମୁକ୍ତ କରେଇ ପୁଣି 2 ଯୁଗକୁ ପୁରା ସୁଖ ଶାନ୍ତି ଆନନ୍ଦରେ ରଖିବା ପାଇଁ ବ୍ୟବସ୍ଥା କରାଉଛନ୍ତି। ମାନେ ସତ୍ୟ ତ୍ରେତୟା, ଏଇ 2 ଯୁଗ ପୁରା ବହୁତ ଆରାମରେ ରହିବା। ସେଥିପାଇଁ ଆମକୁ ଭଗବାନଙ୍କର ରାସ୍ତା ଛାଡ଼ିବା ଉଚିତ ନୁହେଁ। ଲକ୍ଷ୍ମୀନାରାୟଣଙ୍କ ଚିତ୍ର ଉପରେ ମଧ୍ୟ ଆମେ ଲେଖିବା। ବାବା କହୁଛନ୍ତି ଏହାଙ୍କର ହେଉଛି ବିଶ୍ୱରେ ଶାନ୍ତିର ରାଜତ୍ୱ ଥିଲା। ମାନେ ଲକ୍ଷ୍ମୀନାରାୟଣଙ୍କର ବିଶ୍ୱରେ ଶାନ୍ତିର ରାଜତ୍ୱ ଥିଲା, ଯାହା ବର୍ତ୍ତମାନ ପୁଣି ସ୍ଥାପନ ହେଉଛି। ଇଏ ହେଉଛି ଆମର ଲକ୍ଷ୍ୟ। ସେଠାରେ 100% ପବିତ୍ରତା, ସୁଖ, ଶାନ୍ତି ଥିଲା। ଗୋଟିଏ ଧର୍ମ ଥିଲା, ଆଦି ସନାତନ ଦେବୀ ଦେବତା ଧର୍ମ ଥିଲା। ଏବେ ସବୁ ଧର୍ମର ବିନାଶ କରାଯାଉଛି, କାହିଁକି ନା ପୁଣି ଲକ୍ଷ୍ମୀନାରାୟଣଙ୍କର ରାଜ୍ୟ ଆସୁଛି। ସେଥିପାଇଁ ବୁଝେଇବାକୁ ବିଶାଳ ବୁଦ୍ଧି ଦରକାର। ବାବା କହିଲେ ସେ ବିଶାଳ ବୁଦ୍ଧି ଦରକାର ମାନେ କେଉଁଠୁ ପାଇବା? ବାବାଙ୍କ ଜ୍ଞାନରୁ ହିଁ ଚିନ୍ତନ ମନ୍ଥନ କରି ବୁଦ୍ଧି ବଢ଼େଇବା। ବାବା କହୁଛନ୍ତି ମ୍ୟୁଜିୟମ୍ ବର୍ତ୍ତମାନ ଖୋଲା ହେଉଛି, ସେଥିରେ ଲେଖା ହେଉଛି ଗେଟ୍ୱେ ଟୁ ହେଭେନ୍, ଅର୍ଥାତ୍ ସ୍ୱର୍ଗକୁ ଯିବାର ରାସ୍ତା। ଏଇଟା ଗୋଟେ ଭଲ ନା। ଯେମିତି ଦିଲ୍ଲୀ ଗେଟ୍, ଇଣ୍ଡିଆ ଗେଟ୍ କୁହାଯାଉଛି, ସେମିତି ଇଏ ମ୍ୟୁଜିୟମ୍ରେ ଲେଖା ହେଲା ମାନେ ସେ ପାଠ ପଢ଼ିଲେ ତୁମେ ସ୍ୱର୍ଗକୁ ଯାଇପାରିବ। ଭକ୍ତି ମାର୍ଗରେ ଯେମିତି ଦ୍ୱନ୍ଦ୍ୱରେ ପଡ଼ିଯାଉଛନ୍ତି, ସେହିପରି ଭୁଲେୟାରେ ଦ୍ୱନ୍ଦ୍ୱରେ ପଡ଼ିଥାନ୍ତି। ରାସ୍ତା କାହାକୁ ମିଳୁନି। ମାୟାର ରାଜ୍ୟରେ ସମସ୍ତେ ଭ୍ରମିତ ହୋଇଯାଉଛନ୍ତି, କିନ୍ତୁ ବାବା ଆସିଛନ୍ତି ସେ ଭୁଲେୟାରୁ ବାହାର କରିବା ପାଇଁ। ଯଦି ବାହାର ହେବାର କାହାର ଇଚ୍ଛା ନଥିବ, ବାବା କ'ଣ କରିପାରିବେ? ବାବା କହୁଛନ୍ତି ମହାନ ହତଭାଗ୍ୟ ମଧ୍ୟ ଏଠାରେ ଦେଖିବ, ଯିଏକି ପାଠ ପଢ଼ାକୁ ଛାଡ଼ି ଦେଉଛନ୍ତି। ସବୁ ଜାଣିବା ପରେ ବି ସଂଶୟ ବୁଦ୍ଧିରେ ଜନ୍ମ ଜନ୍ମାନ୍ତର ପାଇଁ ନିଜର ହତ୍ୟା କରିଦେଉଛନ୍ତି। ବାବା କହିଲେ ଯେ ଆତ୍ମା ଗୁପ୍ତରେ ପାଠ ପଢ଼ୁଛି। ଆତ୍ମା ହିଁ ଶରୀର ଦ୍ୱାରା ସବୁ କିଛି କରୁଛି। ଆତ୍ମା ଶରୀର ବିନା ତ କିଛି କରିପାରିବ ନାହିଁ। ଆତ୍ମା ଭାବିବାରେ ହିଁ ପରିଶ୍ରମ ଲାଗୁଛି, କିନ୍ତୁ ଆତ୍ମା ନିଶ୍ଚୟ କରି ଦେହ ଅଭିମାନ ଠାରୁ ଦୂରରେ ରହି ଆତ୍ମ ଅଭିମାନୀ ହୋଇ ଆମେ ବାବାଙ୍କର ପାଠ ପଢ଼ି ଦେବତା ହେବା। ସେଥିପାଇଁ କେତେ ଗୁଡ଼ିଏ ଧାରଣା ନିଶ୍ଚିତ ଭାବରେ ଆମେ ମନରେ ଗ୍ରହଣ କରିବା। ସୁପ୍ରିମ୍ ଟିଚରଙ୍କର ପାଠପଢ଼ା ଆମକୁ ନରରୁ ନାରାୟଣ କରାଉଛି। ଏହି ନିଶ୍ଚୟ ଆଧାରରେ ଧ୍ୟାନ ଦେଇ ଆମେ ପାଠ ପଢ଼ିବା। ମୁରଲି ଶୁଣାଉଥିବା ଟିଚରଙ୍କୁ ଆମେ ଦେଖିବାର ନାହିଁ। ସ୍ୱୟଂ ପରମପିତା ପରମାତ୍ମା ଆମକୁ ମୁରଲି ଶୁଣାଉଛନ୍ତି ଭାବି ଆମେ ଶୁଣିବା। ଦେହୀ ଅଭିମାନୀ ହେବାର ପୁରୁଷାର୍ଥ କରିବାକୁ ହେବ। ଯେହେତୁ ଆମେ ମରିଯିବା ଜନ୍ମ ନେଇଛେ, ମାନେ ବଞ୍ଚିଛେ ସତ, ବୁଦ୍ଧିରେ ଏଇ କଳିଯୁଗରୁ ମୃତ୍ୟୁବରଣ କରିଛେ ବୋଲି ନିଜକୁ ଭାବିବା। ତେଣୁ ଏଇ ଶରୀରର ସ୍ମୃତିକୁ ମଧ୍ୟ ଭୁଲିଯିବା। ପୁଣ୍ୟ ଆତ୍ମା ହେବାକୁ ପଡ଼ିବ, କୌଣସି ବି ପାପ କର୍ମ କରିବା ନାହିଁ।
ବାବା ଆଜି ବରଦାନ ଦେଇଛନ୍ତି ଯେ ସ୍ୱଦର୍ଶନ ଚକ୍ରର ସ୍ମୃତି ଦ୍ୱାରା ସଦା ସମ୍ପନ୍ନ ସ୍ଥିତିର ଅନୁଭବ କରି ଆମେ ମାଲାମାଲ ଆତ୍ମା ହେବା। ଯେଉଁମାନେ ସର୍ବଦା ସ୍ୱଦର୍ଶନ ଚକ୍ରଧାରୀ ସ୍ଥିତିରେ ରହିଥାନ୍ତି ସେମାନେ ମାୟାର ଅନେକ ପ୍ରକାରର ଚକ୍ରାନ୍ତରୁ ମୁକ୍ତ ରହିଥାନ୍ତି। ମାନେ ସ୍ୱଦର୍ଶନ ଚକ୍ର ଆମକୁ ଅନେକ ବ୍ୟର୍ଥ ଚକ୍ରାନ୍ତକୁ ସମାପ୍ତ କରିଦେଇଥାଏ, ମାୟାକୁ ବିତାଡ଼ିତ କରିଦେଇଥାଏ। ମାୟା ସେମାନଙ୍କ ସମ୍ମୁଖରେ ତିଷ୍ଠିପାରେ ନାହିଁ। ତେଣୁ ଆମେ ସ୍ୱଦର୍ଶନ ଚକ୍ରଧାରୀ ହେବା, ଅଚଳ ସ୍ଥିତିରେ ରହିବା, ସର୍ବଦା ନିଜକୁ ମାଲାମାଲ ଅନୁଭବ କରିବା। ମାୟା ସର୍ବଦା ଆମଠାରୁ ସବୁ ଛଡ଼େଇ ନେବାକୁ ଚାହେଁ, ସୁଖ ଶାନ୍ତି ଆନନ୍ଦ ପ୍ରେମ ସବୁ ଛଡ଼େଇ ନେବା ପାଇଁ ଚାହେଁ, ଖାଲି କରିଦେବାକୁ ଚାହେଁ। କିନ୍ତୁ ଆମେ ସର୍ବଦା ସାବଧାନ ରହିବା, ସଜାଗ ରହିବା, ଜାଗ୍ରତ ଜ୍ୟୋତି ହୋଇ ରହିବା, ଯେମିତିକି ମାୟା ଆମର କିଛି କରିପାରିବ ନାହିଁ। ଆଜି ବାବା ସ୍ଲୋଗାନରେ କହିଲେ ଆମର ବାଣୀ ଏଭଳି ସମର୍ଥ ହେବ ଯେଉଁଥିରେ ଶୁଭ ଏବଂ ଶ୍ରେଷ୍ଠ ଭାବନା ସମାହିତ ହୋଇ ରହିବ। ସବୁବେଳେ ଶୁଭ ଭାବନା, ଶୁଭ କାମନା, ମଧୁର ବଚନରେ ଆମେ ଅନ୍ୟର ମନ ମୋହିବା, ଅନ୍ୟକୁ ଆଶୀର୍ବାଦ ଦେବା, ଅନ୍ୟଠାରୁ ଆଶୀର୍ବାଦ ପାଇବା। ଓମ୍ ଶାନ୍ତି, ଓମ୍ ଶାନ୍ତି, ଓମ୍ ଶାନ୍ତି।